ପଖାଳ ଦ୍ୱାରା ଅନେକ ରୋଗ ବୈରାଗ ବି ମଧ୍ୟ ନଷ୍ଟ ହୁଏ। ଆଉ ପଖାଳ ସହିତ ଶୁଖୁଆ ପୋଡ଼ା ୟାର ମଜା ଯିଏ ଥରେ ଚାଖିଛି ସେ କେବେ ଭୁଲି ପାରିବ ନାହିଁ। ସେଥିପାଇଁ ଧନ୍ୟବାଦ ଆମ ସରକାରକୁ। ଏ ପଖାଳ ଦିବସ ସାରା ଓଡ଼ିଶା ସାରା ରାଜ୍ୟରେ ଏଟା ଚାଲିଛି। ଏ ପର୍ବକୁ ସମସ୍ତେ ପାଳନ କରନ୍ତି। ନମସ୍କାର। ଆଜି ପଖାଳ ଦିବସ। ପଖାଳ ଦିବସରେ ପଖାଳ ସହିତ ଶୁଖୁଆ ପୋଡ଼ା ଆମର ଗାଁ ଗଣ୍ଡାରେ କ'ଣ ହୁଏ? ଆଜି ପଖାଳ ଦିବସ ସରକାର ତ ପଖାଳ ଦିବସ ମାନୁଛନ୍ତି, ସେଥିପାଇଁ ଧନ୍ୟବାଦ। କିନ୍ତୁ ପଖାଳ ଆଜି ଆମ ଓଡ଼ିଆମାନଙ୍କ ଭିତରେ ଆଜି ନୁହଁ, ଏ ବହୁ ପୂର୍ବରୁ ଏଟା ବହୁ ପୂର୍ବରୁ ବିଶେଷ କରି ଗାଁ ଗଣ୍ଡାରେ ଆଦିବାସୀ ଭାଇମାନେ ପଖାଳକୁ ବହୁତ ଭଲ ପାଆନ୍ତି। ପଖାଳ ଦ୍ୱାରା ପଖାଳ ପୁରା ଖାଇଛୁ। ପଖାଳ ଦ୍ୱାରା ଅନେକ ରୋଗ ବୈରାଗ ବି ମଧ୍ୟ ନଷ୍ଟ ହୁଏ। ଆଉ ପଖାଳ ସହିତ ଶୁଖୁଆ ପୋଡ଼ା ୟାର ମଜା ଯିଏ ଥରେ ଚାଖିଛି ସେ କେବେ ଭୁଲି ପାରିବ ନାହିଁ। ସେଥିପାଇଁ ଧନ୍ୟବାଦ ଆମ ସରକାରକୁ। ଏ ପଖାଳ ଦିବସ ସାରା ଓଡ଼ିଶା ସାରା ରାଜ୍ୟରେ ଏଟା ଚାଲିଛି। ଏ ପର୍ବକୁ ସମସ୍ତେ ପାଳନ କରନ୍ତି। ପଖାଳ ଦିବସରେ 100 ଆଇଟମ ନଥାଏ। ପଖାଳ ଦିବସରେ ଶୁଖୁଆ ପୋଡ଼ା ସହିତ ମଞ୍ଜା ଚଟୁଣି ଟିକେ ଥିବ, ଶାଗ ଟିକେ ଥିବ, ବଡ଼ି ଚୁରା ଟିକେ ଥିବ, ଭଜା ଲଙ୍କା ଟିକେ ଥିବ। ଏ 2-5ଟା ଆଇଟମ ହେଲେ ଯଥେଷ୍ଟ। ପଖାଳ ଦ୍ୱାରା ଅନେକ ରୋଗ ବୈରାଗ ବି ମଧ୍ୟ ନଷ୍ଟ ହୁଏ। ଆଉ ପଖାଳ ସହିତ ଶୁଖୁଆ ପୋଡ଼ା ୟାର ମଜା ଯିଏ ଥରେ ଚାଖିଛି ସେ କେବେ ଭୁଲି ପାରିବ ନାହିଁ। ସେଥିପାଇଁ ଧନ୍ୟବାଦ ଆମ ସରକାରକୁ। ଏ ପଖାଳ ଦିବସ ସାରା ଓଡ଼ିଶା ସାରା ରାଜ୍ୟରେ ଏଟା ଚାଲିଛି। ଏ ପର୍ବକୁ ସମସ୍ତେ ପାଳନ କରନ୍ତି। ନମସ୍କାର। ଆଜି ପଖାଳ ଦିବସ। ପଖାଳ ଦିବସରେ ପଖାଳ ସହିତ ଶୁଖୁଆ ପୋଡ଼ା ଆମର ଗାଁ ଗଣ୍ଡାରେ କ'ଣ ହୁଏ? ଆଜି ପଖାଳ ଦିବସ ସରକାର ତ ପଖାଳ ଦିବସ ମାନୁଛନ୍ତି, ସେଥିପାଇଁ ଧନ୍ୟବାଦ। କିନ୍ତୁ ପଖାଳ ଆଜି ଆମ ଓଡ଼ିଆମାନଙ୍କ ଭିତରେ ଆଜି ନୁହଁ, ଏ ବହୁ ପୂର୍ବରୁ ଏଟା ବହୁ ପୂର୍ବରୁ ବିଶେଷ କରି ଗାଁ ଗଣ୍ଡାରେ ଆଦିବାସୀ ଭାଇମାନେ ପଖାଳକୁ ବହୁତ ଭଲ ପାଆନ୍ତି। ପଖାଳ ଦ୍ୱାରା ପଖାଳ ପୁରା ଖାଇଛୁ। ପଖାଳ ଦ୍ୱାରା ଅନେକ ରୋଗ ବୈରାଗ ବି ମଧ୍ୟ ନଷ୍ଟ ହୁଏ। ଆଉ ପଖାଳ ସହିତ ଶୁଖୁଆ ପୋଡ଼ା ୟାର ମଜା ଯିଏ ଥରେ ଚାଖିଛି ସେ କେବେ ଭୁଲି ପାରିବ ନାହିଁ। ସେଥିପାଇଁ ଧନ୍ୟବାଦ ଆମ ସରକାରକୁ। ଏ ପଖାଳ ଦିବସ ସାରା ଓଡ଼ିଶା ସାରା ରାଜ୍ୟରେ ଏଟା ଚାଲିଛି। ଏ ପର୍ବକୁ ସମସ୍ତେ ପାଳନ କରନ୍ତି। ପଖାଳ ଦିବସରେ 100 ଆଇଟମ ନଥାଏ। ପଖାଳ ଦିବସରେ ଶୁଖୁଆ ପୋଡ଼ା ସହିତ ମଞ୍ଜା ଚଟୁଣି ଟିକେ ଥିବ, ଶାଗ ଟିକେ ଥିବ, ବଡ଼ି ଚୁରା ଟିକେ ଥିବ, ଭଜା ଲଙ୍କା ଟିକେ ଥିବ। ଏ 2-5ଟା ଆଇଟମ ହେଲେ ଯଥେଷ୍ଟ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।